ଜୀବନର ବହୁତ ବଡ଼ କଷ୍ଟଦାୟକ ସମୟ ଦେଇକି ମୁଁ ଗତି କରୁଛି। ମୁଁ ଜୀବନରେ ଯାହା ଭାବି ପାରିନଥିଲି ସେଇ ଘଟଣା ସବୁ ମୋ ଜୀବନରେ ହେଇ ଚାଲିଲା। ଯେଉଁଟା ସ୍ୱପ୍ନରେ ସେଟା ଭାବିନଥିଲି ସେହା ହେବ। ନମସ୍କାର, ମୁଁ ରୁଦ୍ରପତି। ଆପଣଙ୍କୁ ମୋ ଜୀବନର କିଛି ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ସମୟ ବିଷୟରେ କହିବାକୁ ଚାହୁଁଛି। ମୁଁ କେବେ ଜୀବନରେ ଭାବି ପାରିନଥିଲି ମୋତେ ଏମିତିଆ ଦିନ ବି ଦେଖିବାକୁ ପଡ଼ିବ। ହଉ, ଭଗବାନ ଦେଲେ, ଭଗବାନ ସାହସ ବି ଦେବେ ଏହା ସହିତ ଲଢ଼ିବା ପାଇଁ। ମୁଁ ଭଗବାନଙ୍କ ଆଶୀର୍ବାଦରେ ମୁଁ ଲଢ଼ିବାକୁ ଉଦ୍ୟମ କଲି ଆଉ ଲଢ଼ୁଛି ବି। ମୁଁ କେବେ ଭାବି ପାରିନଥିଲି ଯେ ମୋତେ କ୍ୟାନ୍ସର ଭଳି ଗୋଟେ ରୋଗ ହେବ। ସ୍ୱପ୍ନରେ ଗତ ବର୍ଷ ଏପ୍ରିଲ 2022ରେ ମୋର ଏଠି ସ୍ୱେଲିଂ ହେଲା। ତ ମୁଁ ଡକ୍ଟରଙ୍କୁ ଦେଖେଇ ଡକ୍ଟର କିଛି ମେଡ଼ିସିନ ପ୍ରେସ୍କ୍ରାଇବ୍ କଲେ ଏବଂ ମେଡ଼ିସିନ ଖାଇଲା ମୋର ଏଠି ଯେଉଁ ସ୍ୱେଲିଂ ଥିଲା ଟିକେ କମିଗଲା। ପୁଣି 15 ଦିନ ପରେ ପୁଣି ବଢ଼ିଲା। ପୁଣି ମେଡ଼ିସିନ ଟିକେ ଖାଇଲି, ଟିକେ କମିଲା। ଏମିତି ବଢ଼ିଲା କମିଲା। ମୁଁ ତାପରେ ଏପ୍ରିଲ ଗଲା, ମେ ଗଲା, ଜୁନ୍, ଜୁଲାଇ ବେଳକୁ ମୁଁ ଯେତେବେଳେ କଟକ ଯାଇକି ଦେଖେଇଲି, ସେମାନେ କହିଲେ ଆଗେ ଡାୟଗ୍ନୋସିସ୍ କର ଏଇଟା କ'ଣ। ତ ମୁଁ କଟକ ପାଥ ଲ୍ୟାବ୍ରେ ଯାଇକି ମୋ ଡାୟଗ୍ନୋସିସ୍ ହେଲା। ଡାୟଗ୍ନୋସିସ୍ ଏଇଟା ବାୟୋପ୍ସି ପାଇଁ ଦିଆହେଲା କଟକ ପାଥ ଲ୍ୟାବ୍କୁ। ତ କଟକ ପାଥ ଲ୍ୟାବ୍ରେ ବାୟୋପ୍ସି ରିପୋର୍ଟ ଆସିଲା। ସେଠି ଜଣାପଡ଼ିଲା ଯେ ମୋର ନନ୍ ହଜକିନ୍ ଲିମ୍ଫୋମା ହେଇଛି। ଯେଉଁଟାକି କେଉଁ ଷ୍ଟେଜ୍ରେ ଅଛି ଜାଣିବାକୁ ହେଲେ IHC କନଫର୍ମେସନ୍ ଦରକାର ହେଲା। ତ ସେଠି IHC କନଫର୍ମେସନ୍ ପାଇଁ ବାହାରକୁ ଗଲା। ଯେତେବେଳେ IHC କନଫର୍ମେସନ୍ ଆସିଲା ଯେ ମୋର କ୍ୟାନ୍ସର ଅଛି, କନଫର୍ମେସନ୍ ଯେ ଲିମ୍ଫୋମା କ୍ୟାନ୍ସର ହେଇଛି। ମୁଁ ବହୁତ କ୍ୟାନ୍ସର ଯେତେବେଳେ ଶୁଣିଲି ମୋ ମନ ବହୁତ ବ୍ୟତିଗ୍ରସ୍ତ ହୋଇଗଲା। ମୁଁ ବହୁତ ଚିନ୍ତାରେ ରହିଗଲି। 2 ବର୍ଷ ହେବ ମ୍ୟାରେଜ୍ କରିଛି। ବର୍ଷକର ଛୋଟ ଛୁଆଟା, ନୂଆ ମ୍ୟାରେଜ୍। ଭାରି ସ୍ତ୍ରୀ ଆଉ ଝିଅଙ୍କ ମୁହଁ ଦେଖି ଭାରି ମୋ ମନ ବହୁତ ଖରାପ ହେଇଗଲା। ଭଗବାନଙ୍କୁ ସବୁବେଳେ ମୁଁ କହିଲି ମୋ ଜୀବନରେ କାହିଁକି ଏମିତି ହେଲା। ମୁଁ କେବେ ତ କାହାକୁ ପାଇଁ ଅମଙ୍ଗଳ ଚିନ୍ତା କରିନି, ମୁଁ କେବେ କ୍ଷତି କରିନି। ମୋରି ଜୀବନରେ ହେଲା। ମୁଁ ଶୁଣିଥିଲି ଲୋକଙ୍କୁ କ୍ୟାନ୍ସରଟା ଶୁଣିକି ଭାରି ମୋତେ ମର୍ମାହତ ଲାଗିଲା। ଶୁଣିଥିଲି କ୍ୟାନ୍ସରଟା ବହୁତ ଡେଞ୍ଜର ରୋଗ, ସେ ବହୁତ କଥା ଶୁଣିଥିଲି। ମାନେ ବହୁତ କଷ୍ଟ ଲାଗିଲା ସେ କଥା। ଆଉ ଆପଣ ବୁଝିପାରିବେନି ଯାହାକୁ ଜୀବନରେ କ୍ୟାନ୍ସର ହୁଏ ସେ କେମିତି ତା ଜୀବନଟା ବିତାଏ। ବର୍ଷକର ଛୁଆ, ଛୋଟ ଛୁଆ, 2 ବର୍ଷର ମ୍ୟାରେଜ୍, ନୂଆ ମ୍ୟାରେଜ୍କୁ ତାପରେ ଭଗବାନ ଦେଲେ ଏମିତି ବଡ଼ ଦଣ୍ଡ। ଭାରି କଷ୍ଟ ଲାଗିଲା, ସହି ହେଲାନି। ଯିଏ ଜାଣିଛି କ୍ୟାନ୍ସର କ'ଣ, ତା ହୃଦୟକୁ ଲାଗିବ କ୍ୟାନ୍ସର କ'ଣ, ଆଉ ଆପଣ କହିପାରିବେନି। ମୁଁ ସେତେ ବହୁତ ବ୍ୟତିବ୍ୟସ୍ତ ହେଇଗଲି। ମୋ ଦେବତା ବାଗିଆ ଜଣେ ଭିଣେଇ ପାଇଛି। ଭିଣେଇ ମୋର ଚିକିତ୍ସା ପାଇଁ ବମ୍ବେ ନେଇ ଆସିଲେ ଟାଟା ମେମୋରି।